कौन ହେଇଛି ମାନେ ତାଙ୍କର ଗୋଟେ ଯେହେତୁ ଗୋଟେ ଫ୍ୟାମିଲି ଡିଷ୍ଟର୍ବାନ୍ସ ହେଇଛି ଆଜ୍ଞା ତ ଯେହେତୁ ଫ୍ୟାମିଲି ଡିଷ୍ଟର୍ବାନ୍ସ ସବୁଠି ହୁଏ ଆଉ ଯେହେତୁ ଛୋଟ ଏଜ ରୁ ଏ ଦି ଜଣ ତାଙ୍କର ଲଭ ଭଲ ପାଇବା ହେଲା ଇନଷ୍ଟାଗ୍ରାମ ରୁ ତାଙ୍କର ଏଣ୍ଟିମେଣ୍ଟ ସାଙ୍ଗ ଦୋସ୍ତି ହେଲା ତ ତାଙ୍କର ଭଲ ପାଇବାଟା ଆଜ୍ଞା ଇନଷ୍ଟାଗ୍ରାମ ରୁ ହେଲା ତ ଏଇ ଛୋଟ ଏଜ ରୁ ଯୋଉ ବିବାହ କଲେ ଯୋଉ ଇନମାଚୁରିଟି ବିବାହ ଆଜି ଏଇ ପରିଣତ ଦେଖିପାରୁଥିବେ ସେ ଝିଅ ଆସିକି ମୋ ପାଖରେ ପହଞ୍ଚିଛି ଯେହେତୁ ଇନଷ୍ଟାଗ୍ରାମ ରେ ଏତେ ହାଇଲାଇଟ ଅଛି ଏତେ ଯେହେତୁ ଇନଷ୍ଟାଗ୍ରାମ ରେ ଏତେ ହାଇଲାଇଟ ଅଛି ଆଉ ଯେହେତୁ ଲୋକ ବିଭିନ୍ନ ଟାଇପ ର ବିଭିନ୍ନ କଥା କହୁଛନ୍ତି ଯେହେତୁ ଗଣମାଧ୍ୟମରେ ବି ଆଲିଗେସନ ଫେକ୍ ଆଲିଗେସନ ତା ନାଁରେ ଆସୁଛି ତ ସେ ଜନମାନ୍ୟତା ଦ୍ୱାରସ୍ଥ ହେଇଛି କି ଦିଦି ତମେ ମତେ ନ୍ୟାୟ ଦବ ନିହାତି ଭାବରେ ଯେମିତି ଲୋକ ଯେମିତି ଗୋଟେ ପାରିବାରିକ କଳହ ହଉଛି ତା ଉପରେ ଆମେ କାଉନସେଲିଂ କରିବୁ ଆଉ ନିଶ୍ଚୟ ସେ ଆର୍ୟନକୁ ଆମେ ଭେଟିବୁ ଯେହେତୁ ସେ ଏବେ ଗୋଟେ ଝିଅ 22 ବର୍ଷର ଝିଅ ଏବେ ପ୍ରେଗନେଣ୍ଟ ଅଛି ଏବେ ତା ବାପା ମା ସିନିୟର ସିଟିଜେନ କହିବାକୁ ଗଲେ ବହୁତ ବୃଦ୍ଧା ଅବସ୍ଥାରେ ସେ ଅଛନ୍ତି ଆଉ ନିହାତି ଆମର ଏଇଟା ରହିବ କି ତାଙ୍କ ଘରକୁ ଯିବୁ ଆମେ ଗୋଟେ କାଉନସେଲିଂ କରିବୁ ସେ ପୁଅକୁ ଆମେ ଭେଟିବୁ କି କଣ ଏକ୍ଜାକ୍ଟଲି ହେଇଛି ଛୋଟ ଏଜ ରୁ ଯେହେତୁ ଗୋଟେ ନିଷ୍ପତ୍ତି ନେଇକି ସେ ବାହା ହେଇଛନ୍ତି ଆଉ ଏବେ ବି ସେ କିଛି ନିଷ୍ପତ୍ତି ନେଇ ପାରୁନାହାନ୍ତି ଗୋଟେ ମାନେ ଇନମ୍ୟାଚୁରିଟି ଜିନିଷ ଇଏ ସୋସିଆଲ ମିଡିଆରେ ଛାଡ଼ିଲେ ସିଏ ସୋସିଆଲ ମିଡିଆରେ ଚାହୁଁଛନ୍ତି ସିଏ ସୋସିଆଲ ମିଡିଆରେ ଛାଡ଼ିଲେ ଇଏ ସୋସିଆଲ ମିଡିଆରେ ଚାହୁଁଛନ୍ତି ହେଲେ ସବୁଠୁ ବଡ ଗୁରୁତ୍ୱପୂର୍ଣ୍ଣ କଥା ହଉଛି ଗୋଟେ ସ୍ତ୍ରୀ ସିଏ ଏବେ ପ୍ରେଗନେଣ୍ଟ ଅଛନ୍ତି ଆଜ୍ଞା ତାଙ୍କ ବାପା ମା ଏବେ ସିନିୟର ସିଟିଜେନ ଏ ଝିଅ ଏବେ କରିବ କଣ ଯେହେତୁ ସିନିୟର ସିଟିଜେନ ତାଙ୍କର କିଛି ଗ୍ୟାରେଣ୍ଟି ନାହିଁ ବାପା ମାଙ୍କ ଉପରେ କିଛି ଗ୍ୟାରେଣ୍ଟି ନାହିଁ 5 ମାସ ଗର୍ଭବତୀ ସିଏ ଅଛି ତ ସିଏ ଯେହେତୁ ଜନମାନ୍ୟତା ନିଶ୍ଚୟ ଭାବେ ଆମେ କାଉନସେଲିଂ କରିବୁ ଯେମିତି ଯଥାଶୀଘ୍ର ରଶ୍ମି ନ୍ୟାୟ ପାଇବ ଆଉ ତା ଶାଶୁଘରର ବ୍ୟବସ୍ଥା ଯେମିତି ତା ଶାଶୁଘରକୁ ଯାଇକି ତାର ଆର୍ୟନ ଯେମିତି ତାକୁ ଆକ୍ସେପ୍ଟ କରିବ ନିହାତି ଯେହେତୁ ରଶ୍ମି ଆସିଛି ପାଖକୁ ଯେହେତୁ ନ୍ୟାୟର ବାର୍ତ୍ତା ତ ଯେହେତୁ ତା ଫ୍ୟାମିଲି କାଉନସେଲିଂ କରିକି ନିହାତି ତ ସେଇ ଇନମ୍ୟାଚୁରିଟି ତାକୁ ଟିକେ ମ୍ୟାଚୁରିଟି ଯାହା ବି ହେଲେ ଆର୍ୟନ ଆମର କାଉନସେଲିଂ ପାର୍ଟରେ ରହିବ ଆଉ ଆର୍ୟନକୁ ନିଶ୍ଚୟ ଭାବେ ତାକୁ ବୁଝାସୁଝା କରିକି ଯେମିତି ତାଙ୍କ ଘର ବସିଯାଉ ଯେହେତୁ ଗୋଟେ ଛୁଆ ଜନ୍ମ ନଉଛି ଆଗକୁ ତାଙ୍କର ଗୋଟେ ଫ୍ୟୁଚର ଆସୁଛି ତ ନିହାତି ଆମ ଟିମ୍ ଚାହିଁବୁ ଆମେ ତାଙ୍କୁ ଯେମିତି ହେଲେ ତାଙ୍କ ଫ୍ୟାମିଲିଟାକୁ ଏକାଠି କରିବୁ ନିହାତି ମୁଁ ତ ତାଙ୍କୁ ବହୁତ ଥର ଟ୍ରାଏ କରିଛି କଲ୍ କରିବାକୁ ହେଲେ ଆର୍ୟନ ଫୋନ ରିସିଭ କରିନାହାନ୍ତି ଫୋନ ନ ରିସିଭ କରିକି ତାଙ୍କ ସ୍ତ୍ରୀକୁ ବହୁତ ଦୁର୍ବ୍ୟବହାର ତାଙ୍କର ସୋସିଆଲ ମିଡିଆରେ ହଉ ଫୋନ କଲରେ ହଉ ବହୁତ ମିସବିହେଭ ଦେଖଉଛନ୍ତି ଫୋନ କାହାର ଉଠଉନାହାନ୍ତି ତାଙ୍କର ଯେମିତି ହେଲେ ବି ସୋସିଆଲ ମିଡିଆରେ ଛାଡି ଦଉଛନ୍ତି ଯେହେତୁ ସେ ଗୋଟେ 5 ମାସର ଗର୍ଭବତୀ ନିହାତି ଗୋଟେ ହାରାସମେଣ୍ଟ ସେ ଝିଅ ହଉଛି ପାଖରେ ସ୍ୱାମୀର ସାହାରା ଏବେ ନିହାତି ଦରକାର ଯେହେତୁ ସେ 5 ମାସର ଗର୍ଭବତୀ ସ୍ୱାମୀର ସାହାରା ନିହାତି ଦରକାର ତ ତା ପାଖରେ ଏବେ ଆଜ୍ଞା କେହି ନାହାନ୍ତି ତ ଆମେ ଏବେ ଜନମାନ୍ୟତା ତରଫରୁ ନିହାତି ତାଙ୍କ ଘରକୁ ଯିବୁ ଆଉ ଆର୍ୟନ ସାଙ୍ଗରେ ସ୍ପେଶାଲି ଆମେ କଥାବାର୍ତ୍ତା ହବୁ ଯେମିତି ହେଲେ ବି ଯେହେତୁ ଆଗକୁ ତାଙ୍କର ଗୋଟେ ଫ୍ୟୁଚର ଅଛି ଆଉ ଆଗକୁ ଯେହେତୁ ତାଙ୍କର ଗୋଟେ ନୂଆ ଫ୍ୟୁଚର ଆସୁଛି ତ ଏମିତି ମୁଁ କହିବି ଯୁବପିଢି ମାନେ ଆଗକୁ ମୁଁ ଏହା କହିବି କି ବାହା ହଉଛନ୍ତି ଏମିତି ଗୋଟେ ଆପଣଙ୍କ ମିସଅଣ୍ଡରଷ୍ଟାଣ୍ଡିଂ କ୍ରିଏଟ କରନ୍ତୁନି ଯଦି ବି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ମିସଅଣ୍ଡରଷ୍ଟାଣ୍ଡିଂ ହଉଛି ଆପଣ ଆପୋଷ ବୁଝାମଣାରେ କ୍ଲିୟର କରନ୍ତୁ ଯେମିତି କି ଏମିତି ସୋସିଆଲ ମିଡିଆରେ ବାହା ହଉଛନ୍ତି ପ୍ରେମ କରୁଛନ୍ତି ଏସବୁ ଯୋଉ ହଉଛି ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଆପଣ ଆପୋଷ ବୁଝାମଣାରେ ଏମିତି ସୋସିଆଲ ମିଡିଆରେ ହାଇଲାଇଟ ହୁଅନ୍ତୁନି ଘର ଗଳି ବାହାରକୁ ଆଣନ୍ତୁନି